বসিয়াছ বড় লোক পরি হে হরি ইয়ে ভূত হই প্রেম কলা রাধিকাঙ্কু ধরি চন্দ্রসেনা পড়াইলে দেখি ডরি মরি চন্দ্রসেনা পড়াইলে দেখি ডরি মরি কপটিয়া লপটিয়া তুমি গোপী মারকিয়া ভাব বিনোদিয়া গিরিধারী রাই ছুড়াই তুমি গোপীটি কঙ্গাই তুমি বসিয়াছ বড় লোক পরি হরি ভূত হই প্রেম কলা রাধিকাঙ্কু ধরি চন্দ্রসেনা পড়াইলে দেখি ডরি চন্দ্রসেনা পড়াই দিনে কদম ডালর খাই তুমি পবন কুয়া দেই দিনে কদম ডালর খাই তুমি পবন কুয়া দেই গোপীনাথ কর পালটা বসন নেল তুমি উড়াই নেল তুমি উড়াই গোপীনাথ কর পালটা বসন নেল তুমি উড়াই নেল তুমি উড়াই হরি ভাব বিনুদিয়া হরি ভাব বিনুদিয়া হরি আয়ে গিরিধারী কপটিয়া হই তুমি হেল বংশীধারী কপটিয়া হই তুমি হেল বংশীধারী কপটিয়া লপটিয়া তুমি গোপী মারকিয়া ভাব বিনোদিয়া গিরিধারী রাই দুরাই তুমি গোপী কঙ্গাই তুমি বসিয়াছ বড় লোক পরি হরি ভূত হই প্রেম কলা ভূত হই রাধিকাঙ্কু ধরি চন্দ্রসেনা পড়াইলে দেখি ডরি মরি চন্দ্রসেনা পড়াই দিনে রাধিকাঙ্কু কথারে ছিল চন্দ্রাবলী মন মোহি দিনে রাধিকাঙ্কু কথারে ছিল চন্দ্রাবলী মন মোহি চন্দ্রা তীরে রাতি গলা পাই যেতে মান কলে রাই যেতে মান কলে রাই চন্দ্রা তীরে রাতি গলা পাই যেতে মান কলে রাই যেতে মান কলে রাই আরে হটিয়া তুয়া তুমি হটিয়া তুয়া তুমি আয়ে গিরিধারী খজুরি গছর কি গুণ গাইবি মূলর পাহাড় পড়ি খজুরি গছর কি গুণ গাইবি মূলর পাহাড় পড়ি কপটিয়া লপটিয়া তুমি গোপী মারকি ভাব বিনোদিয়া গিরিধারী দুরাই তুমি গোপীটি কঙ্গাই তুমি বসিয়াছ বড় লোক পরি হরি ভূত হই প্রেম কলা রাধিকাঙ্কু ধরি চন্দ্রসেনা পড়াইলে দেখি ডরি মরি চন্দ্রসেনা পড়াইলে দেখি ডরি মরি বীরবর সামন্ত মতেরন্তু শ্রবণ হরিভূষণা পড়াইলে হাজা হাজা বাবু করিবি প্রদান হরিচন্দ্রসেনা পড়াইলে জল মধু গোপী মানে ক্রীড়া করুଥିଲେ আহা চন্দ্রসেনা পড়াইলে ক্রীড়া সারি মন চিন্তা করিলে আহা চন্দ্রসেনা পড়াইলে
ମାନେ ଲୁଗା ପଟା ରଖିଥିଲେ ଜାଣ ଚନ୍ଦ୍ର ସେନା ପଳାଇଲେ ଆଉ ସେଇ ସ୍ଥାନକୁ ଦେଖିଲେ ନୟନେ ଫେରିଣ ଚନ୍ଦ୍ର ସେନା ପଳାଇଲେ ଆଉ ସେ ଜାଗାରେ ବସ୍ତ୍ର ନାହିଁ ଅଟଇଛି ଜାଣ ଚନ୍ଦ୍ର ସେନା ପଳାଇଲେ ନିରାଶ ହୋଇଲେ ସେଇ ଗୋପିନୀ ହେଗଣ ଚନ୍ଦ୍ର ସେନା ପଳାଇଲେ ଆଜ୍ଞା ଶାଶୁ ନଣନ୍ଦ ଦେଖିଲେ ଏହି ଦୃଶ୍ୟ ଭାଗ ଚନ୍ଦ୍ର ସେନା ପଳାଇଲେ ଆଜ୍ଞା ନିନ୍ଦା କରି ଯେତ ପରାମ୍ଭକୁ ହେ ଗର୍ବ ଚନ୍ଦ୍ର ସେନା ପଳାଇଲେ ଆଜ୍ଞା ଗୋପାଙ୍ଗନ ମାନେ ଚିନ୍ତା କଲେ ଯେତେବେଳେ ଜଳ କ୍ରୀଡ଼ା କରୁଥିଲେ ମାୟାଧର କୃଷ୍ଣଚନ୍ଦ୍ର ଆଜ୍ଞା ସେଇ କଦମ୍ବ ଡାଳରେ ଆଣିକି ପବନକୁ ଆଜ୍ଞା ଦେଲେ ଥୋଇଦେଲେ ବସ୍ତ୍ରକୁ ଆଉ ଉଡେଇକି ଆଜ୍ଞା ହାରି ଆଉ ଆଜ୍ଞା ଜଳ କ୍ରୀଡ଼ା ସରିଗଲା ଗୋପାଙ୍ଗନା ମାନେ ତ ଉଲ୍ଲଗ୍ନ ହେଇଛନ୍ତି ଗୋପାଙ୍ଗନା ମାନେ ଚିନ୍ତା କଲେ ବସ୍ତ୍ରଟି ଯୋଉ ଜାଗାରେ ରଖିଥିଲେ ସେ ଜାଗାକୁ ନିରୀକ୍ଷଣ କରିକି ଦେଖିଲେ ଆଜ୍ଞା ବସ୍ତ୍ରଟି ମାନ ନାହିଁ ତେଣୁ ମନେ କଲେ କଣ ବସ୍ତ୍ରଟି କୁଆଡେ ଗଲା ଆଜ୍ଞା ଚାରିପଟକୁ ନଜର ଫେରାଇଲେ ଦେଖିଲେ ବସ୍ତ୍ରଟି ନାହିଁ ପରିଶେଷରେ ଉପରକୁ ଅନେଇ ଦେଲେ ଦେଖିଲା ବେଳକୁ କଦମ୍ବ ଡାଳରେ ବସ୍ତ୍ରଟି ମାନ ଥୁଆ ହେଇছে ମୁରଲି ଧାରି ଆଜ୍ଞା ବଇଛି ଧରିକି ବସିଛନ୍ତି ଉପରେ ଆଉ ତେଣୁ ଯେତେବେଳେ ଦେଖିଲେ ଗୋପାଙ୍ଗନା ମାନେ ଇତସ୍ତତ ହେଇଗଲେ ହେଲେ ଆରେ ସେ ମାୟାଧର କୃଷ୍ଣଚନ୍ଦ୍ର ଆମ ବସ୍ତ୍ରଟି ମାନ ଚୋରେଇକି ନେଇକି ସେଠି ଲଗେଇଛି ରଖିଦେଇଛି ଆମେ କେମିତି ବସ୍ତ୍ରଟି ମାନ ପାଇବା ଆଜ୍ଞା ଇତିମଧ୍ୟରେ ରାଧା ତ ଥିଲେ ବୁଦ୍ଧିମତୀ ରାଧା କହିଲେ ଗୋପାଙ୍ଗନା ମାନେ लो ତୁମେ ମୁହ ବୋଲ କର ନିଶ୍ଚିତ କୃଷ୍ଣଚନ୍ଦ୍ରଙ୍କ ଠାରୁ ବସ୍ତ୍ରଟି ମାନ ଆଣିବା ହେଲା ହଉ ଆମେ ତୁମ ବୋଲ କରିବୁ କହିଲେ ତୁମେ ତେଣୁ ହେଲା କଣ ଆଜ୍ଞା ଅଣ୍ଟେ ପାଣିରେ ଛିଡା ହେଇକି ଦେଖୁଥିଲେ କହିଲେ ନାଇଁ ନାଇଁ ତୁମେ ମୋ ବୋଲ କର ଅଲା ପାଟିଏ ପାଣିକି ଚାଲ ଭାରି ଅଲା ପାଟିଏ ପାଣିରେ ଠିଆ ହୋଇ ଗୋପୀ ମାଗନ୍ତି ବସନ ଦିଅ ଆରେ ମାଗନ୍ତି ବସନ ଦିଅ ଆରେ ମାଗନ୍ତି ବସନ ଦିଅ ବଜାଇ ସେ କଳା କଢାଇ ଥଟା କଲେ ଆରେ ଥଟା କଲେ ନନ୍ଦ ପୁଅ ଥଟା କଲେ ନନ୍ଦ ପୁଅ ଥଟା କଲେ ନନ୍ଦ ପୁଅ ଥଟା କଲେ ନନ୍ଦ ପୁଅ ଯେତେବେଳେ ବସ୍ତ୍ରଟି ମାନ ମାଗିବା ପାଇଁ ରାଧାଙ୍କ ନିର୍ଦ୍ଦେଶରେ ରାଧା ଆଗରେ ଯାଇକି ଛିଡା ହେଇଛନ୍ତି ଆଜ୍ଞା ବସ୍ତ୍ରଟି ମାଗୁଛନ୍ତି ପତଳା କାକୁ ସ୍ୱଭାବରେ କହନ୍ତି ଗୋପୀ ଆମ୍ଭରି ନତି ଘେନ ଆରେ ଆମ୍ଭରି ନତି ଘେନ ଆରେ ଆମ୍ଭରି ନତି ଘେନ ନାହିଁ କେବେ ତୁ ଭରିବ ଦେଖିଲେ ଆରେ ନ ଦେଖିଲେ ଯୌବନ ଆରେ ଭଲା ନ ଦେଖିଲେ ଯୌବନ ଆରେ ନ ଦେଖିଲେ ଯୌବନ ନ ଦେଖିଲେ ଯୌବନ ଆରେ ନ ଦେଖିଲେ ଯୌବନ ଆଜ୍ଞା କୃଷ୍ଣଚନ୍ଦ୍ର କହୁଛନ୍ତି ଗୋପାଙ୍ଗନା ମାନେ ତମ ଯୌବନ ମାନ ନ ଦେଖିଲେ ବସ୍ତ୍ରଟି ମାନ ଦେବୁ ନାହିଁ ଆଜ୍ଞା ରାଧାଙ୍କର ବଡପଣଙ୍କ ଯୋଉ ରଖିଥିଲେ ଗୋପୀ ମାନଙ୍କ ପାଖରେ ତାଙ୍କ ମୁହଁ ତଳୁକୁ ହେଇଗଲା ତେଣୁ ମନେ ମନେ ଚିନ୍ତା କରୁଛନ୍ତି ନଟକୁଟିଆ ହରି ସବୁ ଲୀଳା ଲଗେଇ ଦେଇଛନ୍ତି ଆଜ୍ଞା ପୁରାଣରୁ ଶୁଣିଲା ସୁରଥ ଖଣ୍ଡ ଏ କଥା ଆଉ କଣ ଶୁଣିଲା ପୁରାଣରୁ କହିଲା ବର୍ଷ ବର୍ଷ ବାହାଳ ନାନା ରଙ୍ଗ ଖେଳ গোধন
আরে বৃন্দাবনে নীতি হিন্দিয়া রে ভোলা বৃন্দাবনে নীতি হিন্দি হে ଆଜ୍ଞା ଗୋଟିଏ 8 ବର୍ଷର ପିଲା ସେଇ ପୁରାଣରୁ ଶୁଣିଲା ହରିବାବୁ 8 ବର୍ଷର ପିଲା ଅଷ୍ଟ ଅଳଙ୍କାର ଆଭରଣ ହେଇଛି ଅଷ୍ଟ ସଖା ମେଳରେ ବୃନ୍ଦାବନକୁ ଦୈନନ୍ଦିନ ଗୋରୁ ନେଇକି ଯାଉଛି କହିଲା ଏଇ ଯୋଉ ଅଷ୍ଟ ଅଳଙ୍କାର ଆଭରଣ ହେଇଛି କହିଲା ମୁଁ ବୃନ୍ଦାବନକୁ ଯିବି ତାକୁ ଜୀବନରେ ମାରି ଖତମ କରି ତାଠୁ ସବୁ ନେଇକି ଯିବି ଭାରି ଆନନ୍ଦର ତେଣୁ ଅଷ୍ଟ ଅଳଙ୍କାର ସବୁ ନେଇକିରି ପଳେଇବି ପୁଣି ଏପଟେ ଚିନ୍ତା କଲା ଏ ଧନୀର ଦୁଲାଳ ଗୋଟିଏ ସୁନା ଚେନ ଟିଏ ପକେଇଥିଲା ଗୋଟିଏ ପିଲା ଏ ତ ଗୋଟିଏ ଚେନ ପକେଇଛି ଇଏ ତ ସେଇ ଗୋଟିଏ ପିଲା ଇଏ ତ ଅଷ୍ଟ ଅଳଙ୍କାର ଆଭରଣ ହେଇଛି ସେ ଧନୀର ଦୁଲାଳକୁ କାହିଁକି ମାରିକି ତାଠୁ ଚେନଟି ନେବି କାହିଁକି ଆକୁ ମୁଁ ବୃନ୍ଦାବନକୁ ଯାଏ ଏ ଅଷ୍ଟ ଅଳଙ୍କାର ତାକୁ ନିଧନ କରି ସବୁ ନେଇ ସ୍ୱାମୀ ସ୍ତ୍ରୀ ଦି ଜଣ ଯାକ ଲାଲେ ଲାଲେ ହେଇକି ରହି ଏଇ କଥା ଯେତେବେଳେ ଚିନ୍ତା କଲେ ତେଣୁ ସୁରତ ଖଣ୍ଡ ପୁରାଣରୁ ଏ କଥା ଶୁଣିଲା ଆଜ୍ଞା ସେଇଦିନ ପୁରାଣ ସେତିକିରେ ସେ ଅଧ୍ୟାୟଟି ବନ୍ଦ ହେଲା କହିଲା ଇତି ଶ୍ରୀ ହେଲା ପୁରାଣ ଇତି ହେଲା ପୁରାଣ ଇତି ଶ୍ରୀ ହେଲା ପୁରାଣ ସପ୍ତାଗଣ ଚଳିଗଲେ ଯେ ଯାହା ସଦନ ଇତି ଶ୍ରୀ ହେଲା ପୁରାଣ ଇତି ଶ୍ରୀ ହେଲା ପୁରାଣ ପ୍ରଥର ନାରୀ ଚାହିଁ ବସିଥିଲା ଜାଣ ଧୀରା ଆଜ୍ଞା ସୁରଥର ନାରୀ ଚାହିଁ ବସିଥିଲା ଜାଣ ଧନ ପାଇଁ ବସିଥିଲା ଚାହିଁ ସ୍ୱାମୀ ମନ ସ୍ୱାମୀକୁ ଦେଖିଣ ପୁଣି ମନ ଛନ ଛନ ସ୍ୱାମୀକୁ ଦେଖିଣ ପୁରା ମନ ଛନ ଛନ ଆଉ ସ୍ୱାମୀକୁ କହିଲା ପରା ଦିଅ ବେଗେ ଧନ ସ୍ୱାମୀକୁ କହିଲା ପରା ଆହେ ପ୍ରାଣ ଧନ ଦିଅ ଦିଗ ଦିବେ ପରା ଆହେ ପ୍ରାଣ ଧନ ଧନ ଆଜି ନ ମିଳିଲା ଅଟଇ କାରଣ ଧନ ଆଜି ନ ମିଳିଲା ଅଟଇ କାରଣ ଆରେ ଧନ ଆଜି ନ ମିଳିଲା ଅଟଇ କାରଣ ପୁରାଣ ଧନ ଯଦି ନ ମିଳିଲା ପ୍ରଫୁଲ୍ଲିତ ମନ ପୁରାଣ ଯଦି ନ ମିଳିଲା ତ ନାହିଁ ତମ ମନ କାହିଁକି ତ ପରା ପ୍ରଫୁଲ୍ଲିତ ଜାଣ ପୁରାଣ କଥାକୁ ନ କହିବି ତ ନାରୀ ରତନ ପୁରାଣ ସ୍ୱାମୀ ସ୍ତ୍ରୀ ଆମ୍ଭେ ପରା ଅଟେ ଦୁଇ ଜଣ ପୁରାଣ ତୁମେ ପରା ମୋର ପର ସ୍ତ୍ରୀ ପରା ଜାଣ ପୁରାଣ ମୋର ସ୍ୱାମୀ ପରା ଅଟଇ କାରଣ ପୁରାଣ ମୋର ସେ ଭାଜା ମୁହିଁ ଅଟଇ ବିଧାନ ପୁରାଣ ମୋର ସେ ଭାଙ୍ଗିନି ଅଟଇ ବହନ ପୁରାଣ ତୁମେ ମୋର ଢାଙ୍ଗରେ ଅଟଇ କାରଣ ପୁରାଣ ପୁଅ ସତ କଥା ଫେରିଣ ମହଲ ପୁରାଣ ରଥ ଖଣ୍ଡ ତ ମନା କରିଦେଲା ଜାଣ ପୁରାଣ କଥା ମୁଁ ନ କହିବି ଦୁଃଖ ପାଶେ ରାଣ ପୁରାଣ କାହିଁ କାହିଁ ନ କହିବ ଅଟଇ ବହନ ପୁରାଣ
ତମେ ମୋର ସ୍ୱାମୀ ଧନ ପାଇଁ ଯାଇଥିଲ ଧନ ତ ଯଦି ନ ମିଳିଲା ନାହିଁ ତମେ କାହିଁ କିରି କିରି ହେଇକି ହସୁଛ କହିଲା ମୁଁ ତମକୁ କହିବିନି ସୁରଥ ଖଣ୍ଡ କହିଲା କହିଲା କୋଉ ଜାଗାରେ ଏମିତି ସ୍ତ୍ରୀ କି ପୁରୁଷ କଣ କହିଲା ପରେ କଣ ଘଟିଛି କି ଘଟଣା କହିଲା ଦିନ କର କଥା ଏବେ ଶୁଣ ଦେଇ ମନ ଶୁଣ ଦେଇ ମନ ଭଲା ଶୁଣ ଦେଇ ମନ ଖଣ୍ଡ ପଡ଼ା ରାଜାଙ୍କର ଉଆ ତର ଅଧର ଉଆ ତୋର ଘେନ ଭଲା ଉଆ ତୋର ଘେନ ଦୈନନ୍ଦିନ ବରାତି ଆଜ୍ଞା ଦୈନନ୍ଦିନ ଜାତି ପରା ମହାପାତ୍ର ଜଣ ଆରେ ମହାପାତ୍ରେ ଜାନ ଭଲା ମହାପାତ୍ରେ ଜାନ ଯଦୁ ମଣି ମହାପାତ୍ର ଶାନ୍ତି ପରା ଜଣ ଆରେ ଦମ୍ତି ପରା ଜାନ ଭଲା ଦମ୍ତି ପରା ଜାନ ରଜାଙ୍କର ପାଣି ପୋଥି ଦେଖନ୍ତି ମହନ ଆରେ ଦେଖନ୍ତି ଭଲା ଦେଖନ୍ତି ଭଲା ରଜାଙ୍କର ଶୁଭ ଶୁଭ ଫଳ ଦେଖି ଦେଣ ଫଳ ଦେଖି ଜାନ ଭଲା ଫଳ ଦେଖି ଜାନ କାଳେ ରଜା ପରା ଦିଅନ୍ତି ବହନ ଆରେ ଦିଅନ୍ତି ଭଲା ଦିଅନ୍ତି ଭଲା ସନ୍ତା ପରିବାର ପାରିଦେଶ ଅଧିକ ପାରିରାତ ହରିକ ଭଲା ପାରିରାତ ହରିକ କହିଲା ଯଦୁମଣି ମହାପାତ୍ରେ ଖଣ୍ଡପଡ଼ା ରଜାଙ୍କ ନିକଟକୁ ଦୈନନ୍ଦିନ ଯାଆନ୍ତି ଆଜ୍ଞା ଯାଇକରି ପ୍ରବେଶ ହାତଟି ଦେଖନ୍ତି ପାଞ୍ଜି ପୋଥି ଦେଖନ୍ତି ହରି ଭାଇ ଯେମିତି ବାଜି ବାଜି ମୋ ଭାଇ ରହ ଶୁଣନ୍ତୁ ଆଜ୍ଞା ଆପଣ ଭ୍ରମର ଆପଣ ଯେତେବେଳେ ଆସୁଛନ୍ତି ଆପଣଙ୍କୁ କେତେବେଳେ ଅସମ୍ମାନ ନାଇଁ ନାଇଁ ଠିକ ଅଛି ହେଲା ଯେ ଅନୁଷ୍ଠାନଟା ତାର ଆପଣଙ୍କର ହଁ ଆମର ନୁହଁ ଆପଣ ଆସୁଛନ୍ତି ହେଲେ 5 ଜଣ ଲୋକ ଅନେକ ଭ୍ରମର ଆଉ କଣ ଟିକେ ଗାଈ ଦେଲେ ହଉ ଭାଇ ବହୁତ ଧନ୍ୟବାଦ ହଉ ତେଣୁ ବହି ଉପରକୁ ଯିବା ହଁ ପିନ୍ଧି ହଁ 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 ତାଙ୍କୁ ଆଜି ସ୍ୱର୍ଗ ପ୍ରାପ୍ତି ପ୍ରାପ୍ତି କରିବା ହେଲା କଣ ହଁ ଜୟ ଜଗନ୍ନାଥ ହେଲା ଆଜ୍ଞା ପାଞ୍ଜି ପଥି ଦୈନନ୍ଦିନ ସନ୍ତା ପରିବା ଏବଂ ପାରିଶ୍ରମିକ ବାବଦକୁ ଟଙ୍କା ଦିଅନ୍ତି ଆଜ୍ଞା ଏଇପରି କେତେ ଦିନ ବିତିଗଲା ରଜା ଚିନ୍ତା କଲେ ତ ଯଦୁମଣି ମହାପାତ୍ର ଦୈନନ୍ଦିନ ଏମିତି ଆସିକି ପାଞ୍ଜି ପୋଥି ଦେଖିକି ପଇସା ପତ୍ର ମୁଁ ଦଉଛି ପରିବା ଇତ୍ୟାଦି ଦଉଛି କାଲି ଯଦି ସିଏ ଆସିବେ ମୁଁ ତାଙ୍କୁ ଟିକେ ପରୀକ୍ଷା କରିବି ଆଉ ସେ ମୋର ବିଶ୍ୱାସୀ କି ଅବିଶ୍ୱାସୀ କାଲି ପ୍ରଭାତରୁ ଯଦୁମଣି ମହାପାତ୍ର ଆସିଲେ କହିଲେ ମହାପାତ୍ର ମୁଁ ଗୋଟେ ପ୍ରଶ୍ନ ପଚାରିବି ନା କଣ ପ୍ରଶ୍ନଟା କଣ ନା ତୁମେ କାହା ଆଗରେ କହିବେନି ତ ନା ନାଇଁ ମୁଁ କାହା ଆଗରେ କହିବିନି କହିଲା ତମେ ଯଦି କହିଦବ ଅସୁବିଧାରେ ପଡିଯିବି ମୁଁ ରାଜା କହିଲେ ମୁଁ ବିଶ୍ୱାସ ଭାଜନ ହେବି କେମିତି ସେ ରାଜା ଯଦୁମଣି ମହାପାତ୍ର କହିଲେ ତୁମେ ଯେଉଁ କଥାଟି କହିବ ମୁଁ କାହା ଆଗରେ ପ୍ରକାଶ କରିବି ନାହିଁ ପକାଇ କହୁଛି ନ କହିବି ଆରେ ରାଣ ପକାଇ କହୁଛି ନ କହିବି ଜାଣ ଯଦୁମଣି ମହାପାତ୍ର କହିଦେଲେ ତୁମେ ରାଜା ଯାହା କହିବେ ମୁଁ କାହା ଆଗରେ କହିବି ନାହିଁ ଆଜ୍ଞା ରାଣ ପକାଇଦେଲେ ରାଜା କହିଲେ ମୋ ପେଟରେ ଗୋଟିଏ କାଉ ଅଛି ପରା ଆରେ ଅତି ପରା ଜାଣ ଭଲା ଅତି ପରା ଜାଣ ଆଜ୍ଞା ରାଜା କହିଦେଲେ ମୋ ପେଟରେ ଗୋଟେ କାଉ ଅଛି ଆଜ୍ଞା ଯଦୁମଣି ମହାପାତ୍ର ଚିନ୍ତା କଲେ ମଣିଷ ପେଟରେ ଗୋଟେ କାଉ କେମିତି ରହିଲା ଆଜ୍ଞା ସେଦିନ ଯାହା ପାରିଶ୍ରମିକ ଦେଲେ ସଞ୍ଚା ପନିପରିବା ଧରିକି ଘରକୁ ଚାଲିଲେ ଆଉ ତାଙ୍କ ସ୍ତ୍ରୀ କି ଦେଲେ ରୋଷ ହେଲା ଖାଇ ପିଇକି ଫିରି ହେଇକି
ଯଦୁମଣି ମହାପାତ୍ରଙ୍କ ସ୍ତ୍ରୀ ଖଞ୍ଜନୀ ଶୋଇଲା ଆଜ୍ଞା ଯଦୁମଣି ମହାପାତ୍ରଙ୍କୁ ଆଉ ନିଦ ଲାଗିଲାନି ନା 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 ତାଙ୍କ ପେଟରେ ଗୋଟେ କୁଆ ଅଛି ବୋଲି ଭାବିଲେ ଆଉ କଣ ସେ ତ ମନେ ମନେ ଚିନ୍ତା କଲେ ଆଉ ଆଜ୍ଞା ଖଞ୍ଜନୀ ତାଙ୍କର ଯଦୁମଣି ମହାପାତ୍ର ସ୍ତ୍ରୀଙ୍କର ଆଜ୍ଞା ଖଞ୍ଜେ ନିଦ ଭାଙ୍ଗିଗଲା କିନ୍ତୁ ଏପଟେ ହେଇଛି କଣ କଣ ଯଦୁମଣି ମହାପାତ୍ର ଆଉ ଶୋଉନାହାନ୍ତି ନା 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 ଯେତେବେଳେ ନିଦ ଭାଜି ଯାଇଛି ଖଞ୍ଜନୀ କହୁଛନ୍ତି ସ୍ୱାମୀ ତମେ କାହିଁକି ଶୋଉନା କହିଲା ଆଲୋ କଣ କହିବି ରାଜପୁରରେ ଗୋଟେ ଅଘଟଣ ହେଇଯାଇଛି ନା କଣ ସେ ଅଘଟଣଟା କଣ ନା ମୁଁ କହିବି ନାହିଁ ନା କଣ କହିବି ନାହିଁ କଣ କହୁନୁ କହିବି ନାହିଁ ନାଇଁ କହିଲା ନ କହିବାର କାରଣ କଣ ନା ମୁରାଣ ପାଇ ପରା ଆସି ଅଛି ଜାଣ ଆରେ ଆସି ଅଛି ଜାଣ ଭଲା ଆସି ଅଛି ଜାଣ ସେ କଥା ମୁଁ କାରେ ନ କହିବି ଗୁଣ ଆରେ ନ କହିବି ପୁଣ ଭଲା ନ କହିବି ପୁଣ ହେଲା ମୁଁ ରାଣ ପକେଇକି ଆସିଛି ସେ କଥା କାହା ଆଗରେ କହିବି ନାହିଁ ଆଜ୍ଞା ଯଦୁମଣି ମହାପାତ୍ରଙ୍କ ସ୍ତ୍ରୀ ଖଞ୍ଜନୀ କହିଲା କହିଲା ମୁଁ ରାଣ ପାଇ ପରା କହୁଅଛି ଜାଣ ଆରେ କହୁଅଛି ଜାଣ ଭଲା କହୁଅଛି ଜାଣ ସେ କଥା ପରା ପ୍ରକାଶ କଣ ଆରେ ପକା ଯଦୁ ଆଜ୍ଞା ଖଞ୍ଜନୀ ରାଣ ପକେଇଦେଲା ଆଉ ସେ କହିଲେ କହିଲେ ରଜାଙ୍କ ପେଟରେ 7ଟା କାଉ ଅଛି ଆଜ୍ଞା ଯଦୁମଣି କି କହିଥିଲେ ଗୋଟେ କାଉ ତାଙ୍କ ସ୍ତ୍ରୀ କି ଖଞ୍ଜନୀ କି ଆଜ୍ଞା ଯଦୁମଣି ମହାପାତ୍ର କହିଲେ ତା ପେଟରେ 7ଟା କାଉ ଅଛି ବୋଲି ଗୋଟେ ଜଣ 7ଟା କାଉ ଆଜ୍ଞା ଏମିତି ହେଇକିରି ଆଜ୍ଞା 107 କାଉରେ ଯାଇକି ପହଞ୍ଚିଗଲା ଦାସୀ ପରିବାରୀ ସେନାପତି ସ୍ତ୍ରୀ କଟୁଆଳ ସ୍ତ୍ରୀ ସବୁ ଶୁଣି 107 ଆଜ୍ଞା ରଜାଙ୍କ କାନରେ ଯାଇକି ପହଞ୍ଚିଲା ରଜା କହିଲେ ମୁଁ ତ ଯଦୁମଣି ମହାପାତ୍ରଙ୍କୁ କହିଥିଲି ମୋ ପେଟରେ ଗୋଟେ କାଉ ଅଛି ବୋଲି ଇଏ କଣ 107 କାଉ ହେଲାଣି କଣ ଆଜ୍ଞା ଗୋଟିଏ ଆଡୁ ୱାକବ କରି କରି ଆସିଲା ବେଳେ ଆଜ୍ଞା ଯଦୁମଣି ମହାପାତ୍ରଙ୍କ ପାଖରେ କଥାଟି ପହଞ୍ଚିଲା ତେଣୁ ସୁରଥ ଖଣ୍ଡକୁ ସୁରଥ ଖଣ୍ଡ ତା ସ୍ତ୍ରୀ କି କହିଲା ସେଇଥି ଯୋଗୁରୁ ମୋ ହସିବା କାରଣ ମୁଁ କହିବି ନାହିଁ କହିଲା ଯେଉଁ କଥା ଭାବିଥିବା ମନରେ ପ୍ରକାଶ ନ କରିବ ପ୍ରକାଶ ନ କରିବ ପ୍ରକାଶ ନ କରିବ କହିଲା ଯେବେ ପରଲୋକ ସେ କଥା ଜାଣି କାର୍ଯ୍ୟ ନଷ୍ଟ ହୋଇବ ଚିତ୍ତ ପୁଣି କାର୍ଯ୍ୟ ନଷ୍ଟ ହୋଇବ ଚିତ୍ତ ପୁଣି କାର୍ଯ୍ୟ ନଷ୍ଟ ହୋଇବ ଚିତ୍ତ ପୁଣି କହିଲା ସୁଶୀଳାଇ କହୁଛି ମୁଁ ପରଲୋକ ତମର ପରା ସ୍ତ୍ରୀ ହଉ ତମେ ଘର ଦ୍ୱାର ତମର ଜଗିକି ରହିଥା ଯଦି ନ କହିବ ମୁଁ ମୋ ବାପ ଘରକୁ ଚାଲି ଯାଉଛି ଏ କଥା ଯେତେବେଳେ କହିଲେ ଲକ୍ଷ୍ମୀ ଯେମିତି ଛାଡିକିରି ଚାଲି ଯାଇଥିଲେ ଏ ଯୋଉ ଜଗା ବଳିଆ ଦି ଭାଇ ଯାକ ଯୋଉ ହଇରାଣ ହେଇଥିଲେ ଆଜ୍ଞା ସୁଶୀଳାଇ କହିଦେଲା ତମେ ସେଇମିତି ହଇରାଣ ହବ ମୁଁ ଯାଉଛି ଆଜ୍ଞା ଦାଣ୍ଡ ଦୁଆରୁ ଯେତେବେଳେ ଗଡି ପଡିଲା ସୁରଥ ଘଣ୍ଟ ସୁରଥ ଘଣ୍ଟ ସୁଶୀଳାଇ କଲା ରହ କଣ କୁଆଡେ ଯାଉଛ କୁଆଡେ ସୁଶୀଳାଇ ଯେତେବେଳେ ବାହାରିକି ଯାଉଥିଲା ସୁରଥ ଘଣ୍ଟ କହିଲା ରହ କାହିଁକି ଯାଉଛ ନା ତୁମେ ନ କହିବାରୁ ମୁଁ ଚାଲି ଯାଉଛି ଆଉ କହିଲା ମୁଁ କହିବି ଆଉ କହିଲା କୁହ ପ୍ରାଣ ସହି ପୁରାଣରୁ ମୁହିଁ ଶୁଣିଲି ଅପୂର୍ବ ଶୁଣିଲି ଅପୂର୍ବ କଥାରେ ଭଲା ଶୁଣିଲି ଅପୂର୍ବ ଧନୁ ଚରାୟ ସର୍ବଦା
ଗୋଟିଏ 8 ବର୍ଷର ପିଲା ବୃନ୍ଦାବନକୁ ସଦାବେଳେ ଧେନୁ ନେଇକି ଯାଉଛି ବସ୍ତ୍ର ଅଳଙ୍କାର ପିନ୍ଧିଛି ଏ କଥା ଯେତେବେଳେ କହିଲେ ମୁଁ ତାକୁ ଜୀବନରେ ମାରିକି ଖତମ କରିଦେବି। ସୁଶୀଳାଇ କହିଲା ତମେ ଏଇ କଥା କରିବା ପାଇଁ ହସୁଥଲ ଆଉ କଣ? ନା ସେ କଥା କର ନାହିଁ। ନା 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 ଶ୍ରୀମଦ ଭଗବତ ଲେଖିଲା କଣ ଲେଖିଲା ଭିଡ଼ି ଶିଶୁ ବାଧ ପାପଙ୍କ କହିଲା ସ୍ତ୍ରୀ କି ମାରିବନି, ଗର୍ଭ ହେଇଥିବ ଯେ ଗର୍ଭିଣୀ କି ନଷ୍ଟ କରିବନି, ସ୍ତ୍ରୀ ଗର୍ଭିଣୀ ଶିଶୁବଧ ପିଲାମାନଙ୍କୁ ମାରିବନି। କହିଲା ଏ ତିନି କର୍ମ ଦେଖ ଏ ତିନି କର୍ମ ଯିଏ କରିବେ ଆୟୁଷ ଥାଉ ମରିବେ। ଆଜ୍ଞା ସୁରଥ ଖଣ୍ଡ କହିଲା ସୁଶୀଳାଇ ତୋ ବାକ୍ୟାଳପ ତୁ ରଖିଦିଏ, ତୋର ଧନ ଦରକାର, ଯାଉଛି ବୃନ୍ଦାବନକୁ। ଆଜ୍ଞା ବୃନ୍ଦାବନ ପଥେ ସୁରଥ ଘଣ୍ଟ ତା ସ୍ତ୍ରୀ କି ବୁଝେଇଲା ପଖାଳ ପାଇଁ ଯାହା ଘରେ ଅଛି ଖାଇ ପିଇକି ରହ, ମୁଁ ବୃନ୍ଦାବନକୁ ଯାଉଛି, ତାକୁ ଜୀବନରେ ମାରି ଅଷ୍ଟ ଅଳଙ୍କାର ସବୁ ଆଣିକି ଆମେ ସ୍ୱାମୀ ସ୍ତ୍ରୀ ଦି ଜଣ ଯାକ ଲାଲ ଲାଲ କହିଲା ବୃନ୍ଦାବନ ପଥେ ଚାଲି ଚାଲି ଗଲେ ଦିନରେ ଯାଇ ପ୍ରବେଶିଲା ବୃନ୍ଦାବନ ଦୃଶ୍ୟ ନେତ୍ରେ ଦେଖିଲା। ଚାଲି ଚାଲି ଯାଇ 7 ଦିନରେ ବୃନ୍ଦାବନରେ ପହଞ୍ଚିଗଲା। ଲତା ତଳେ ଲୁଚି ଛପିବ ଥିଲା, ଏଠାକୁ ଆସିବ ବାଳକ ଭଲା। ଆଜ୍ଞା ଗୋଟେ ଗଛ ତଳେ ବାଟ ଦାଢରେ ଜଗିକି ବସିଲା, ଆଉ ଲଟା ଓହଳରେ ଲୁଚିକି ଛପିକି ବସିଲା। କହିଲା ଏଇପଟେ ସେ ପିଲାଟା ଆସିବ, ଅଷ୍ଟ ଅଳଙ୍କାର ପିନ୍ଧିଛି, ଲତା ତଳେ ଚାହିଁ ଛପିବ ଥିଲା, ଏଠାକୁ ଆସିବ ବାଳକ ଭଲା। ବାଳକେ ଆସିଲେ ଜୀବନା ମାରି, ବାଳକ ସେ ମୋର କି କରିପାରି, କହିଲା ସେ ଟିକି ପିଲାଟା ମୋର କରିବ କଣ? କହିଲା ବାଟ ଦାଢରେ ଲୁଚିକି ବସିଲା। ଆଜ୍ଞା ସେତେବେଳକୁ 7 ଦିନ ହେଲା ଚାଲି ଚାଲି ହାଉତା ସେ ତା ପଦା ପୀଡ଼ା ହେଇସାରିଲାଣି, ବୃଦ୍ଧା ତ୍ରସା ଶ୍ରମ ବାଧା ସବୁ ଆସିକି ପହଞ୍ଚିଗଲାଣି। ତେଣୁ ସେ କଲା କଣ ଭୋକ ବିକଳରେ, ତେଣୁ ଭାବିଲା ଖାଇବ କଣ? କଲା ଖାଇ ବୃନ୍ଦାବନ ଫଳ ଝରଣାର ଜଳ। ବୃନ୍ଦାବନ ଫଳ ଝରଣାର ଜଳ, ଦେହରେ ଖଟାଇ ବଳ କହିଲା ବୃନ୍ଦାବନରୁ ଫଳ ତୋଳିକି ଖାଇଲା, ଯମୁନା ଝରଣାର ଜଳ ପିଇଲା, ବଳ ଖଟେଇକି ରହିଲା। ଆଉ ଆଜ୍ଞା ତା ସ୍ତ୍ରୀ ମନେ ମନେ ଚିନ୍ତା କରୁଛି ସ୍ୱାମୀ ମୋର ଯାଇଛନ୍ତି, ସେଇ ଯୋଉ 8 ବର୍ଷର ପିଲାକୁ ମାରିଦେବେ, ତେଣୁ କରିବେ କଣ? ତେଣୁ ସେ ଭଗବାନଙ୍କୁ ନିବେଦନ ସେଇଠି କରୁଛନ୍ତି ସୁଶୀଳାଇ। କହିଲା ଶ୍ରୀହରି ଶ୍ରୀହରି
কেনা কর দিন গুহারি শ্রী হরি লীলা করম গুহারি শ্রী হরি লীলা করিল গুহারি জয় কৃষ্ণ দিন বন্ধু নীলাচল মুদ্রা হরি শ্রী হরি জয় জয় নারায়ণ নীলাচল মুদ্রা শ্রী হরি লীলা করিল গুহারি অনন্ত গোল পটেরে চার যোগ নিশা শ্রী হরি লীলা করিল গুহারি স্বামী মোর যাই সতী ধন পাই জাণ শ্রী হরি লীলা করিল গুহারি পাড় চন্দন মুখে মারিবে শ্রবণ শ্রী হরি লীলা করিল গুহারি অপর লক্ষ্য পাই জাণ শ্রী হরি লীলা করিল গুহারি সুশীলাই নিবেদন করুଛନ୍ତି জাণ শ্রী হরি লীলা করিল গুহারি ଆଜ୍ଞା ସୁଶୀଳାଇ ସୁରଥ ଖଣ୍ଡର ସ୍ତ୍ରୀ ସୁଶୀଳାଇ କି କହୁଛନ୍ତି ଏମିତି ଆଜି ହେଲା କି ସୁଶୀଳାଇ ସୁରଥ ଖଣ୍ଡକୁ ଯାଇଛି ପୁତ୍ରକୁ ମାରିବା ପାଇଁ 8 ବର୍ଷର ପିଲାକୁ ଭଗବାନଙ୍କୁ ନିବେଦନ କରି କହିଲେ ମୋ ସ୍ୱାମୀ କି ତୁମେ ସୁପଥଗାମୀ କର ଆଜ୍ଞା ସେଇଠି ମାୟାଧର କୃଷ୍ଣଚନ୍ଦ୍ର ନିଜେ ଚିନ୍ତା କଲେ କହିଲେ ପ୍ରକୃତ ଭକ୍ତ ହେଉଛି ମୋର ଏଇ ସୁରଥ ବ୍ରାହ୍ମଣ ଯଦି ମୁଁ ଧରା ନଦେବି ସେ ମୋରି ଲାଗି ନିଶ୍ଚିତ ଏ ବନସ୍ତରେ ଜୀବନକୁ ହାରିଦବ কৃষ্ণ হে কৃষ্ণ তুমি নর কেশরী সেই ভগবান কৃষ্ণ নারায়ণଙ୍କୁ କେମିତି ସୁଶୀଳାଇ ଡାକୁଛି ପ୍ରଭୁଙ୍କ ପଦାରବିନ୍ଦରେ ସମର୍ପଣ ଭାବ ରଖି ପ୍ରଭୁଙ୍କୁ ନିବେଦନ କରୁଛି କୃଷ୍ଣ ହେ କୃଷ୍ଣ ତୁମେ ନର କେଶରୀ କେ ଜାଣି ପାରିବ ମାୟା ତୁମରି কৃষ্ণ হে কৃষ্ণ তুমি নর কেশরী কৃষ্ণ হে কৃষ্ণ তুমি নর কেশরী কৃষ্ণ হে কৃষ্ণ তুমি নর কেশরী হরিকে জানি পারিবা তোমারি কৃষ্ণ হে কৃষ্ণ তুমি নর কেশরী কৃষ্ণ হে তুমি নর কেশরী কৃষ্ণ হে কৃষ্ণ তুমি নর কেশরী কৃষ্ণ হে কৃষ্ণ তুমি নর কেশরী তাহার উপরে তুমি রাখুছ গুণিয়ার উপরে তুমি ঝাড়ুছ তাহার উপরে তুমি রাখুছ গুণিয়ার উপরে তুমি ঝাড়ুছ অন্ত ন পায়ে ব্রহ্ম ত্রিপুরারি অন্ত ন পায়ে ব্রহ্ম ত্রিপুরারি কে জানি পারিব মায়া তুমরি কৃষ্ণ
कहे अभिरा एथिरे भिना भिना की नहीं भावे कहे अभिरा एथिरे भिना भिना की नहीं माया तुमर किए बजाणीब माया तुमर किए बजाणीब के जानी पारिब माया तुमरी कृष्ण कृष्ण तुम्हें लड़ते सरी कृष्ण कृष्ण तुम्हें लड़ते सरी के जानी पारिब माया तुमरी कृष्ण कृष्ण तुम्हें लड़ते सरी कृष्ण कृष्ण तुम्हें लड़ते सरी। वाह वाह वाह। ବୃନ୍ଦାବନ ପଥେ କରେ ଗମନ ଚାଲି ଚାଲି ଗଲା ସେ 7 ଦିନ 7 ଦିନରେ ସୁରଥ ଖଣ୍ଡ ଯାଇକି ପହଞ୍ଚିଗଲା ଲତା ତଳେ ଚାହିଁକିରି ବସିଛି କହିଲା ଇଏ ଟିକି ପିଲା 8 ବର୍ଷର ପିଲାଟା ଆସିଲେ ତାକୁ ଜୀବନରେ ମାରିକି ଖତମ କରିଦେବେ এই କଥା ଭାବିକି ଯେତେବେଳେ ଚିନ୍ତା କରିଥିଲା ସୁରଥ ଖଣ୍ଡ ତେଣୁ ବ୍ରାହ୍ମଣୀ ଠାକୁରଙ୍କୁ ନିବେଦନ କଲା କହିଲା ପ୍ରଭୁ ମୋ ସ୍ୱାମୀ ବିପଥଗାମୀ ହେଇଛନ୍ତି ତାଙ୍କୁ ଆପଣ କେମିତି ସୁପଥଗାମୀ କରନ୍ତୁ। ମାୟାଧର କୃଷ୍ଣଚନ୍ଦ୍ର ଜାଣିଲେ କଣ କଣ ମୋର ପ୍ରକୃତ ଭକ୍ତ ହେଉଛି ସୁରଥ ବ୍ରାହ୍ମଣ ଯଦି ମୁଁ ତାକୁ ଧରା ନ ଦେବି ସେ ଏଇଠି ମୋରି ଲାଗି ମୃତ୍ୟୁ ସଜ୍ଜା ଅବଲମ୍ବନ କରିବ ପାତକୀ ହତ୍ୟା ଦୋଷ ଲାଗି ଲାଗିବ ଏ କଥାଟା ଯେତେବେଳେ ଚିନ୍ତା କଲେ ଆଜ୍ଞା ମାକୁ କହୁଛନ୍ତି ମା ଯଶୋଦା ରାଣୀକି କୃଷ୍ଣଚନ୍ଦ୍ର କହୁଛନ୍ତି ମା କେମିତି ମତେ ବେଶ ସଜାଇ ଦିଅ ମତେ ସାଜି ଦିଅ ମା ମତେ ସାଜି ହେଲା ମୋ ଭାଇ ମାନଙ୍କ ସଙ୍ଗରେ ବୃନ୍ଦାବନ କୁ ଗାଈ ନେଇକିରି ଯିବି ଆଜ୍ଞା ଯେତେବେଳେ କୃଷ୍ଣଚନ୍ଦ୍ର ଯଶୋଦା ରାଣୀ କି କହୁଛନ୍ତି ଯଶୋଦା ରାଣୀ କହିଲେ ତୁ ଏକଇର ବଳା ମୁଁ ତୋତେ ବୃନ୍ଦାକାନନକୁ ଛାଡ଼ିବି ନାହିଁ ତୋତେ ଗୋଚାରଣ ବେଶ ସଜାଇ ଦେବି ନାହିଁ ଆଜ୍ଞା ସେ ଯେତେବେଳେ ମନା କରିଦେଇଛନ୍ତି ଆଜ୍ଞା ସେଇଠି କୃଷ୍ଣଚନ୍ଦ୍ର କହିଲେ କଣ କହିଲେ ଗୋପାଳନ ବୃତ୍ତି ଅଟେ ଆମ୍ବର ନକଲେ ନିତେ ହେବ ସୁନ୍ଦର ନକଲେ ନିତେ ହେବ ସୁନ୍ଦର ନକଲେ ନିତେ ହେବ ସୁନ୍ଦର ମା ତୁମେ ମତେ ମନା କରନି କହିଲା ନିଜ ବୃତ୍ତି ଯେହୁ ନିଜେ ନ କରେ ମୂର୍ଖ ବୋଲି ତାଙ୍କୁ ବୋଲନ୍ତି ନରେ ମୂର୍ଖ ବୋଲି ତାଙ୍କୁ ବୋଲନ୍ତି ଜଣେ ମୂର୍ଖ ବୋଲି ତାଙ୍କୁ ବୋଲନ୍ତି ଜଣେ ଆଜ୍ଞା ଯେତେବେଳେ ଇଏ କୃଷ୍ଣଚନ୍ଦ୍ର କହିଲେ ମା ମତେ ବେଶ ସଜାଇ ଦିଅ ମା ପୁନରପି ମନା କଲେ କହିଲା ମାୟା ମୁକୁଟ ସେ ମୁରଲି ହସ୍ତ ମାୟାରେ ରହିଲେ ଜନନୀ ପିତା ମାୟାରେ ମୋହିଲେ ଜନନୀ ପିତା ମାୟାରେ ମୋହିଲେ ଜନନୀ ପିତା ଆଜ୍ଞା ସେଠି ମାୟା ଧର ମାୟା କରିଦେଲେ ମାଙ୍କୁ ମା ସେଠି କଲେ କଣ କଣ ମାୟା ସାଜିଲେ ବହନ ମାୟା ସାଜିଲେ ବହନ ମାୟା ସାଜିଲେ
ବାହାନା ରାସ୍ତାରେ ଦେଲା କଚଡ଼ା ଖଞ୍ଜି ଦେଲେ ଜାଣ ମାୟା ସାଜିଲେ ବାହାନା ବାହୁରେ ବାହୁଟି ପୁଣି ହସ୍ତରେ କଙ୍କଣ ମାୟା ସାଜିଲେ ବାହାନା ଅଙ୍କୁଶିରେ ମୁଦିକାଏ ଖଞ୍ଜି ଦେଲେ ଜାଣ ମାୟା ସାଜିଲେ ବାହାନା ଏଣେ କଟି କେତେ କାଟ ପିତାମ୍ବରୀ ପିନ୍ଧାଇଲେ ଜାଣ ମାୟା ସାଜିଲେ ବାହାନା ପାଟ ପିତାମ୍ବରୀ ପୁଣି ପିନ୍ଧାଇଲେ ଜାଣ ମାୟା ସାଜିଲେ ବାହାନା ହସ୍ତ ଦେଲେ ମୁରଲୀରେ ଧରାଇଲେ ଜାଣ ମାୟା ସାଜିଲେ ଆରେ ମାୟା ସାଜିଲେ ହସ୍ତରେ ଯେ ମୁରଲୀରେ ଖଞ୍ଜି ଦେଲେ ଜାଣ ମାୟା ସାଜିଲେ দয়াময় হরি হে ଉଚ୍ଚାରଣ ବେଶ ସଜେଇ ଦେଇ ଗାଈ ଗୋରୁ ଗୁହାଳୁ ଫିଟେଇ ଦେଇ ଦେଲାଣି ଦେଲେ ବୃନ୍ଦାବନକୁ ନେଇକି ଯିବାକୁ ଆଜ୍ଞା କୃଷ୍ଣ ବଳରାମ ସୁଦାମ ସୁବଳ ମଧୁମଙ୍ଗଳ ଅଷ୍ଟସଖା ଆଜ୍ଞା ଗୋଧନ ନେଇକିରି ଯାଉଛନ୍ତି ବୃନ୍ଦାବନ କାନନକୁ ହଁ ହଁ କଲା କହୁଁ କହୁଁ ଧେନୁ ପଲଙ୍କୁ ଓଡ଼ା ଇନେଲେ କାନୁ କାହୁଁ କାହୁଁ ଗୋପତି ମାକୁ କପି ଗଲେ କଧେନୁ আরে গলে কলে দূরে মানস হলা গলে কলে গলে কলে দূরে গলে কলে গলে কলে যাই যাই গোপ বৃন্দাবନରେ ମିଳିଲେ ଯାଇ ଆପଣ ପଞ୍ଚମେ ଗାଇଲେ ପରା ଏହି ମାଧୋଇ আরে সেই না ধরি রে সেই না ধরি সেই না ধরি সেই না ধরি রে মানস হলা সেই না ধরি ଆଜ୍ଞା ଯେତେବେଳେ ଗାଈ ପଲକୁ ଓଳେଇକି ନେଇକି ଯାଉଛନ୍ତି ଏ ତ ଲୁଚିକି ଝପିକି ବସିଛି ହଁ ହଁ ଆଜ୍ଞା ବାଟରେ ସେଠି ଚପକିନି କୃଷ୍ଣଙ୍କୁ ଧରିଲା କଲା ଏତେ ଦିନ ଯାଏ କୁଆଡେ କରା ଆଇ ନଥିଲୁ ରାଜା ତୋର ଲାଗି ମୁଁ ତ ହଇରାଣ ହେଉନଥିଲୁ আরে তোর লাগি যে হইরাণ রে তুই নহবনু তোর লাগি হইরাণ যে আম্বে তুই নহবনু ଆଉ ଭଗବାନଙ୍କୁ ଯେ କୁଣ୍ଢାଇ ପରା ହରିଲା ଜାଣ রাজা ବାହୁରେ ଖଞ୍ଜିଲା ସେହି ପରା ହେ ପୁର ବ୍ରାହ୍ମଣ আরে তুর ব্রাহ্মণ রে তুর ব্রাহ্মণ তুর ব্রাহ্মণ তুর ব্রাহ্মণ রে তুর ব্রাহ্মণ তুর ব্রাহ্মণ କୁଣ୍ଢେଇକି ଯେତେବେଳେ ଧରିଲା ଆଜ୍ଞା ମାୟା ଧର ମାୟା ଚାହୁଁ ଯାଇବ ଦେଉ ବ୍ରାହ୍ମଣ ତୁରନ୍ତ ପାଖରୁ ଖସିଣ ଗଲେ ହେ ଭଗବାନ আরে সে ভগবান রে সে ভগবান সে ভগবান সে ভগবান রে সে ভগবান সে ভগবান ଆଜ୍ଞା ବାହୁରେ ଛନ୍ଦିକି ଯେତେବେଳେ ରଖିଥିଲେ ହଁ। କୃଷ୍ଣଙ୍କୁ ସୁରଥ ବ୍ରାହ୍ମଣ ଆଉ? ଆଜ୍ଞା ସେ ଖସିକି ମାୟା ଧାରିତ ପଳେଇଲେ
ଆଜ୍ଞା ଏହିପରି 7 ଦିନ କରିଲା ହଇରାଣ 7 ଦିନ ପରେ ଧରିଲା ତାକୁ ଓପେ ନୟନରେ ମାନସ ଭଲା ଓପେ ନୟନ 7 ଦିନ ତାକୁ ଧରିଲା ଏବେ ନୟନ କହିଲା କୃଷ୍ଣ 7 ଦିନରେ ଆଜ୍ଞା କୁଣ୍ଢେଇକି ଧରି ପକାଇଲା ଆଉ କଣ କହିଲା ତୁ କୁଆଡେ ଆସିଥିଲୁ କୁଆଡେ କହିଲା ମୁଁ ଧନ ପାଇଁ ଆସିଛି ତୋର ଯୋଉ ହୀରା ଲୀଳା ମୋତି ମାଣିକ ବୈଧୂର୍ଯ୍ୟ ସବୁ ଖଚିତ ହେଇଛୁ ମତେ ଦିଏ ସେ କହିଲା ମୁଁ ତୋତେ ଦେଇପାରିବିନି ଆଉ ନାହିଁ ତୋତେ ଦେବି ଯେ ତୁ ମୋ ହାତଟା ଛାଡ଼ି ଦିଏ ଛାଡ଼ିବି ନାହିଁ ତୋ ହାତ ହେ ପରା ତୋର ଠକି ଗଲୁ କରିଣ ଆରେ ହଇରାଣରେ ମାନସ ଭଲା ଏ ହଇରାଣରେ ମାନସ ଭଲା ଏ ହଇରାଣ 7 ଦିନ ହେଲା ତୁ ଠକି ଠକି ଯାଇଥିଲୁ କହିଲା ତୋ ହାର ଦିଏ କହିଲା ମୁଁ ହାର ଦେବି ଯେ ତୁ ମୋ ହାତଟା ଛାଡୁନୁ ନା ମୋ ହାତଟା ତୋର ଛାଡ଼ିଦେଲେ ତୁ ଖସିକି ଯଦି ପଳେଇବୁ ନା ନାଇଁ ମୁଁ ଯିବି ନାହିଁ ଆଜ୍ଞା ମାୟା ଧର୍ମ ମାୟା କାହୁ ଜାଣିବ ଏହି କାମଲ ହାତ ଛାଡ଼ି ଦେଇ ପଳାଇ ଗଲା ରୀତି ହରିଣରେ ମାନସ ଭଲା ରୀତି ହରିଣରେ ମାନସ ଭଲା ପୁଣି ଖୋଜିଲା ସୁରଥ ବ୍ରାହ୍ମଣ ଖୋଜିଲା ଆଜ୍ଞା ଖୋଜି ଖୋଜି କୃଷ୍ଣଙ୍କ ପାଖରେ ଯାଇ ପହଞ୍ଚିଗଲା କହିଲା ତୁ କହିଲୁ ମୋ ହାତଟା ଛାଡ଼ି ଦିଏ ବୋଲି କହିଲା ମୁଁ ତତେ କହୁଛି ମୋର ସୁନା ସୁବର୍ଣ୍ଣ ଯାହା ରଖିଛି ସବୁ ଦେଇଦେବି ଆଖି ତୋର ପୁଣି ବୁଝ ତୁ ପରା ଗୋଟେ ବ୍ରାହ୍ମଣ ଆଖି ବୁଝି ଦେଲେ ଦେବୁ ତ ସବୁ ଦେବୁ ମୁଁ ସବୁ ଧନ ଦେଇଦେବି ଆଜ୍ଞା ଆଖି ବୁଝି ଦେଲା ସୁରଥ ପରା ଅଟେ ବ୍ରାହ୍ମଣ ସମୟରେ ଖୋଲିଲା ପୁଣି ସୁର ରାବଣ କିଛି ସମୟରେ ଖୋଲିଲା ସେହି କିଛି ସମୟରେ ଖୋଲିଲା କୃଷ୍ଣ କହିଲେ ଆଖିଟାକୁ ଖୋଲେ ଆଜ୍ଞା ଖୋଲିଦେଲା ବେଳେ ଚାରିଆଡେ ପରା ସୁବର୍ଣ୍ଣମୟ ସୁରଥ ବ୍ରାହ୍ମଣ କହିଲା ଦେବୀ କେଉଁଠୁ ଧନ ସୁରଥ ବ୍ରାହ୍ମଣ କହିଲା ସୁରଥ ବ୍ରାହ୍ମଣ କହିଲା ଯେଉଁଠୁ ବିଲ ପ୍ରାନ୍ତର ବନ ଚାରିଆଡେ ସୁବର୍ଣ୍ଣମୟ ଦେଖାଗଲା ଇଏ ତ ଯାଇଥିଲା ସୁବର୍ଣ୍ଣ ଆଣିବା ପାଇଁ ଧନ ଆଣିବା ପାଇଁ କୋଉଠୁ ନବ ବୁଲା ନା ରହ ଟିକେ ତେଣୁ ଚାରିଆଡେ ସୁବର୍ଣ୍ଣମୟ ଦେଖାଗଲା ତାପରେ ଦେଖିଲା କଣ ଶଙ୍ଖ ଚକ୍ର ଗଦା ପଦ୍ମ ପୁଣି ଦେଖିଲା ଏହି ତନୁ ହରିବାଳ ଗୋଟେ ନନ୍ଦନ ସେହି ନନ୍ଦନରେ ମାନସ ଭଲା ସେହି ନନ୍ଦନରେ ଶଙ୍ଖ ଚକ୍ର ଗଦା ପଦ୍ମ ଯେତେବେଳେ ସବୁ ଦେଖିଲା କଲା ସ୍ୱୟଂ ଭଗବାନ ପରା ଏହି ସହଜାନ ପାଦ ତଳେ ପୁଣି କରି କରିଲା ଗୋଟେ ପ୍ରଣାମ ଅଟେ ପ୍ରଣାମ ପାଦ
ଅଟେ ପ୍ରଣାମ ଭକ୍ତ ଭଗବାନଙ୍କର ଯେ କୁଳି ଶୟଦାନ ଗପ ଚପ କରି ବେଳାଇ ଦେଲି ଅଟଇ ଦାନ ଅଟଇ ଜାଣରେ ମାନସ ହେଲା ଅଟଇ ଜାଣ ଅଟଇ ଜାଣରେ ଅଟଇ ଜାଣ ଅଟଇ ଜାଣ ଖୋଲା ଖୋଲି ଭାବେ ପଢି ନଥିଲେ ଯାଇଥାନ୍ତା ଓହନ 4 ଘଣ୍ଟା ପରା କାନ ମାନ ଦେ ହୋଇଥାନ୍ତା ପୁରା ହୁଅନ୍ତା ପୁଣରେ ହୁଅନ୍ତା ପୁଣ ହୁଅନ୍ତା ପୁଣ 4 ଘଣ୍ଟା ତାନ ମାନ ଯେ ପରା ହୁଅନ୍ତା ପୁଣ ଦ୍ୱାଦଶ ବାର୍ଷିକ ଦିନର ବିଧାନ ପରା ଅଟଇ ଜାଣ ନନାଙ୍କ ପାଇଁ ତ କୀର୍ତ୍ତନ କିଛି କରିବା ଜାଣ ଆରେ କରିବା ଜାଣରେ ମାନସ ହେଲା କରିବା ଜାଣ କରିବା ଜାଣରେ ମାନସ ହେଲା କରିବା ଜାଣ ଜଗତରେ ନାମ ଅଟଇ ପରା ଆତ୍ର ପ୍ରସାଦ ନାମ ପ୍ରେମୀ ହୋଇ ସଂସାର ପୁଣି କରିବା ଭଲ ଆରେ ହୋଇରେ ଭଲରେ ମାନସ ହେଲା ହୋଇରେ ଭଲା ହୋଇରେ ଭଲାରେ ମାନସ ହେଲା ହୋଇରେ ଭଲା ହରି ବାବୁ ନାଇଁ ଟିକେ ରହ ରସ ସବୁ କଣ ହଉଛି ମୁଁ ଜାଣିଲେଣି ସାରଙ୍ଗନା କହିସାରିଲି କଣ ଅବଧ ମନକୁ ଚେତମୟ ପୁରୁଷ କହୁଛି ଶେଷରେ ସେ ପଢିବ ଅବଧ ମନକୁ ଚେତମୟ ପୁରୁଷ କହିଲାରେ ଚଗଲିଆ ମନ ଜଗତରେ ହେଲା ନାମ ସାର ସଂସାରରେ ହେଲା ନାମେଶ୍ୱର କାରଣ କୃଷ୍ଣ ମୂରତି ଭଗବାନ ଆରେ କୃଷ୍ଣ ମୂରତି ଭଗବାନ ମୂରତି ଭଗବାନ କୃଷ୍ଣ ମୂରତି ଭଗବାନ କେବଳ ନାମ ସଂକୀର୍ତ୍ତନ କେବଳ ନାମ ସଂକୀର୍ତ୍ତନ ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ କରିବେ ନାମ ସଂକୀର୍ତ୍ତନ କରିବେ ନାମ ସଂକୀର୍ତ୍ତନେ ହେଲେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଏଇ 4ଟି ନାମ ସଂକୀର୍ତ୍ତନ ଜରିଆରେ ସରିଯିବ ତେଣୁ ହରେ କୃଷ୍ଣ 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 ହରେ 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 ରାମ ଚାଲିବ ହଉ ହଉ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଇଏ ହଉଛି 16 ନାମ 32 ଅକ୍ଷର ଆକୁ ଯଦି ଜପନ କି ରଟନ କରିବ ତାହେଲେ 84 ଯୋନି ନରକୁରୁ ଉଦ୍ଧାର ହେଇଯିବ ତେଣୁ କୃଷ୍ଣ ମୂରତି ଭଗବାନ ଭଗବାନ କୃଷ୍ଣ ମୂରତି ଭଗବାନ ଭଗବାନ আরে সংকীর্তন আরে কেবল নাম সংকীর্তন সংকীর্তন আরে নিশ্চয় মরি দেহ বহিলে নিশ্চয় মরি নিশ্চয় মরি আরে খারে ররি আরে মরণ ঠারে চিন্তা ররি খারে ররি মন্ডলে দেহ বহি আরে দেহ বহি মন্ডলে দেহ বহি দেহ বহি হইলে আরে সে মরই আরে দেবতা হইলে মরই সে মরই ମଣ୍ଡଳରେ ଦେହ ଧାମ କଲେ ଦେବତା ହେଲେ ବି ମରୁଛନ୍ତି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଆଜ୍ଞା ନବକଳେବର ହଉଛନ୍ତି ଯୋଉ ବର୍ଷ ଯୋଡ଼ା ଆଷାଢ଼ ପଡ଼ିବ ସେଇ ବର୍ଷ ନବକଳେବର ହଉଛନ୍ତି ଆମେ ତ ମଣିଷ ଛାର ମାତ୍ର ଆଉ ଆରେ କର୍ତ୍ତା ଅଛନ୍ତି ଭଗବାନ ভগবান আরে ভগবান ভগবান
ভগবান জনে সদা মনে ধ্যান আরে মনে হেন আরে সুজনে কথা মনে হেন কথা হেন ସେ ଭଗବାନଙ୍କ ଜଣକ କିଏ କିଏ? ଆରେ କରି କରାଉ ଥାଇ ମୁହି ଥାଇ ମୁହି ପରିବାରୁ ଥାଏ ମୁହି ଥାଏ ମୁହି କେହି ନାହିଁ করিব কেহি নাই কেহি নাই সর্বে চলিবা কাଳ পরে আরে কাল বলে আরে সর চলিবা কাল বলে কাল বলে আরে মহি করে আরে কথাটি শিব মহি করে মহি করে আরে চন্দ্র ছাই শোনে চন্দ্র চাই চন্দ্র চাই আরে তারে নলা গই নলা গই সাধু সন্ত আরে সেহুই তো শোনে সাধু সঙ্গ হিত হে সেহুই তো সংসার কাটয়া জগৎ সে জগত সংসার সার জগত লে জগত গোবিন্দ 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 আয় গোবিন্দ 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 আরে সে গোবিন্দ 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 সে গোবিন্দ আরে তু গলুছি মকরন্দ মকরঙ্গ পদু গড়ুছি মকরঙ্গ হে মকরঙ্গ ହେଲା ଗୋବିନ୍ଦ ଗୋବିନ୍ଦ ତିନି ଗୋବିନ୍ଦ ତାଙ୍କ ପଦରୁ ମକରନ୍ଦ ଗଳୁଛି ଆଉ କଣ ଗୋବିନ୍ଦ ଆନନ୍ଦ କୁହନ୍ତୁ ଆଜ୍ଞା ଗୋବିନ୍ଦ କେତେ ଅକ୍ଷର ଗୋବିନ୍ଦ 3 ଅକ୍ଷର ତାହେଲେ କେତୁଟା ଗୋବିନ୍ଦ କେତେ ଗୋବିନ୍ଦ ଆପଣ କୁହନ୍ତୁ ତିନି ଗୋବିନ୍ଦ ଆଚ୍ଛା ଆଚ୍ଛା ତିନି ତିରିକି ଦିନତିରି କି 9 ନଅ ନୂଆ 81 ଆହୁରି ତିନି ଗୋବିନ୍ଦ ମିଶା ହଁ ହଁ 81 ତିନି 81 ଦିନ ହେଲା 85 84 ଭାଇ ଆମର ଶିରିପାଳିଆ ହଁ ହଁ କହିଲେ 81 ତିନି 85 ଆରେ ନାଇଁ 81 ତିନି 84 ଏ 84 ନର୍କରୁ ଉଦ୍ଧାର ହେବା ପାଇଁ ଭଗବାନଙ୍କୁ ସ୍ମରଣ କରିବ ଡାକିବ ନା ଏଇ ଗୋବିନ୍ଦ 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 ପଦୁକଳ ତୁମ କରନ୍ତ ଗୋବିନ୍ଦର ଅର୍ଥ ଏ ଗଲା ଗୋଟିଏ ପ୍ରକାର ଗୋବିନ୍ଦ ଗୋ ଅର୍ଥ ହେଲା ଗୋପପୁର ବିନ୍ଦ ହେଲା ରକ୍ଷା କରିବା ଗୋପପୁରକୁ ରକ୍ଷା କରିବା ପାଇଁ ଆଜ୍ଞା ଯେତେବେଳେ ଇନ୍ଦ୍ର ପୂଜା ଚାଲିଥିଲା ସେଇ ସମୟରେ କୃଷ୍ଣଚନ୍ଦ୍ର କହିଲେ ଆମ ପୁରରେ ଇନ୍ଦ୍ର ପୂଜା ବନ୍ଦ ହବ ବନ୍ଦ ହବ ବଳରାମ ଭାଇ ବନ୍ଦ ହବ ହଉ 84 ନର୍କରୁ ଉଦ୍ଧାର କେମିତି ହଉଛି ଆତ୍ମା ପ୍ରଭୁଙ୍କ ନିକଟରେ ସମର୍ପଣ ଭାବ ସେ ଘରେ ମାନବ ପୁଣିଆ ବାବା ବାବା ହଉଛନ୍ତି କବିକାର ହଉଛନ୍ତି ବଳିଆ ବାବା ଏ ଘରେ ଏ ମାନବ ପୁଣିଆ ଆମେ ସରବେ ଅଢ଼େଇ ଦିନିଆ ଏ ଘରେ ଏ ମାନବ ପୁଣିଆ ଏ ଘରେ ମାନବ ପୁଣିଆ ଏ ଘରେ ମାନବ ପୁଣିଆ ଏ ଘରେ ମାନବ ପୁଣିଆ ଆମେ ସର
ଯେତେ ବାଟ ଆଉ ଚାଲିବି କେତେ ହାତ ମାଟ ଦେଖିବି ଯେତେ ବାଟ ଆଉ ଚାଲିବି କେତେ ହାତ ମାଟ ଦେଖିବି ଯେତେ ବାଟ ଆଉ ଚାଲିବି କେତେ ହାତ ମାଟ ଦେଖିବି ଯେତେ ବାଟ ଆରେ ସବୁ ତ ଜାଣନ୍ତି ଜଗତ ଈଶ୍ୱର ସବୁ ତ ଜାଣନ୍ତି ଜଗତ ଈଶ୍ୱର ମନରେ ନହୁଅ ଥାମିଆ ଏ ଘରେ ମାନବ କୁଣିଆ ଏ ଘରେ ଆମେ ସରবে অঢ়েই দুনিয়া এ ঘরে মানব কুড়িয়া করম আমার প্রিয়কে ধরম আমার প্রিয়তি করম ধরম আমার প্রিয়তি হই হাত নাট সারি সর্বে শুনিবা হাত নাট সর্বে শুনিবা হই হাত নাট সারি সর্বে শুনিবা আরে মনে ভাবুছি বলিয়া এ ধরে মানব কুড়িয়া এ ধরে মানব আমি সরবে অঢ়েই দুনিয়া এ ধরে মানব কুড়িয়া এ ধরে মানব কুড়িয়া আমি সরবে অঢ়েই দুনিয়া এ ধরে মানব কুড়িয়া এ ঘরে মানব কুড়িয়া এনে ধীর বরসা মন্তে মডেরিলে শ্রবণ আরে ঘরে মানব কুড়িয়া হয় ঘরে মানব কুড়িয়া আরে সংসারে কেহি পরা নই নাহাতি জান হয় ঘরে মানব কুড়িয়া আউ নামর কেহি চলি চালি গলে জান হয় ঘরে মানব কুড়িয়া বাবুজি রে এই উপেন্দ্র প্রধান প্রপাগଣ୍ଡା ହେବ ସଂଘବଦ୍ଧ ବିଚାର ହୁଏ ଏ ପଞ୍ଚାୟତ କହିଲେ ବା ରଣପୁର ବ୍ଲକ କହିଲେ ତାଙ୍କୁ ସମସ୍ତେ ଜାଣନ୍ତି ସେ ଚାଲି ଯାଇଛନ୍ତି ଆଜକୁ 1 ବର୍ଷ ହେଇଗଲା ପିଲାମାନଙ୍କ କନ୍ଧରେ ପ୍ରେତ ତେଣୁ ଏଇ ଝାଞ୍ଜ ଫଳ ଜରିଆରେ ଏଇ କୀର୍ତ୍ତନ ହରେ ନାମ ଜରିଆରେ ତାଙ୍କର ପ୍ରେତ ମୁକ୍ତି ହେଇ ଆଜିଠାରୁ ଦାସ ଶବ୍ଦ ପରିଣତ ସମସ୍ତେ ମରିବା କିଏ ରହିଛନ୍ତି ଗଲା କେହି ରହି ନାହିଁ ରହିବେ ନାହିଁ ଏ ଭବରଙ୍ଗ ভবরঙ্গ ভূমি তলে আরে ভবরঙ্গ ভূমি তলে বাহুরিবে কার বলে আরে বাহুরিবে কার বলে আরে বাহুরিবে কার বলে সর্বে নিজ নিজ অভিনয়টা বাহুরিবে কার বলে ଆମେ କୀର୍ତ୍ତନ କଲେ ଆନନ୍ଦ ଗାଁକୁ ଯିବା ଭାରି ସମୟ ଆମର କହୁଛି କୀର୍ତ୍ତନ ସରି ଆସିଲାଣି ଆମେ ଗାଁକୁ ଯିବା ଭାରି ସେମିତି ଆୟୁଷ ହାନି ହେଇଗଲା ପରେ ଆମେ ଆମ ଗାଁକୁ ପଳେଇବା ସେଇ ଗାଁଟା ହଉଛି ବୈକୁଣ୍ଠ ଭୁବନ ବୈକୁଣ୍ଠପୁର ହଉଛୁ ବୈକୁଣ୍ଠକୁ ଏଇନେ ଆରେ କେ ରହିଛି ଭବେ ବାସ୍ତବ ବିଭବେ ସୁପର୍ଣ୍ଣ
ଧନ ମନ ଜନ ପପୁ ବୀଜ ମାନ କାହାର ହରି ସ୍ଥିର ଆରେ କାହାର ହଇର କାହାର ହଇର ଶରୀର ରେଖା ଯିବାକୁ ଝଟିକା ମାନ ଯିବାକୁ ଲେଖିକା ମାନ ହରା ଯିବାକୁ ଲେଖିକା ମାନ ଯିବାକୁ ଲେଖିକା ମାନ ଯିବାକୁ ଲେଖିକା ମାନ ଧନକାର ରହିନି ନା ଆଜି ଯିଏ ଗରିବ କାଲି ସେ ଧନୀ ସିଏ ହଉଛି ଧନୀ କରୋଡ଼ପତି। ତା ବାବୁ ସମ୍ପତ୍ତି ମନ ମନ ପଳେଇ ଆସିବ। ଧନ ତାପରେ ମନ ମନ ଅଛେଇଲେ ବର୍ତ୍ତମାନ କୀର୍ତ୍ତନରେ ୟା ପରେ ଭୋଜି ଖାଇବାକୁ ଯିବା ଭାଇ। ଜନ ଜନବହୁଳ ହଉଛନ୍ତି ହଁ ହଁ ଘରେ ଘରେ ଝିଅ ପୁଅ ହଉନାହାନ୍ତି। ନା ଧନ ମନ ଜନ ବପୁ ଟୁକାଳିଆ ବୟସରେ ଯୋଉ ବଳ ଥିଲା ବର୍ତ୍ତମାନ ଅଛି। ଧନ ମନ ଜନ ବପୁ ବୀର୍ଯ୍ୟମାନ କାହାର ସ୍ଥିର ନୁହଁ। ହଉଛି ଗୋଟେ ପାଗଳାର ପ୍ରଳାପ ସଲିଳରେ ପାଣିରେ ଯେମିତି ଗୋଟେ ଗାର କାଟିଦେଲେ ମିଶିଯାଏ ସେଇ ତେଣୁ କହଇ ମନରେ ମୋ ବଲ କର କହି ମନରେ ମୋହନ କଳା ମୁଖରେ ଦେଖିବା ଚାଲରେ ଦେଖିବା ଚାଲ ଆରେ କଳାସି ମୁଖରେ ଦେଖିବା ଚାଲରେ ଦେଖିବା ଚାଲ ମନ କହୁଛି କଳା ଶ୍ରୀମୁଖକୁ ଦେଖିକି ମୁକ୍ତି ହେଇଯିବା। ହଁ ହଁ କହିଲା କେତେ ଦିନକୁ ମନ କାନ୍ଦି ଥୁଆନ୍ତ ଆରେ କେତେ ଦିନ ପୁମନ କାନ୍ଦି ତୁଆନ୍ତ ଘେରି ଯିବୁ ତୋରେ ଉଠିଲେ ଭଟରେ ଉଠିଲେ ଭଟ ଆରେ କି ଘେରି ଯିବୁ ତୋର ଉଠିଲେ ଭଟରେ ଶୁଖିଲେ ଭଟ ଏଇ ଉପେନ୍ଦ୍ର ନନା ସରପଞ୍ଚ ହେଇଥିଲେ। ହଁ ହଁ ଆଜ୍ଞା ପଞ୍ଚାୟତ ଆଉ ଚାହୁଛି ନା ନା ପିଲାମାନଙ୍କୁ ଜନ୍ମ କରିଥିଲେ। ହଁ ପିଲାମାନେ ଏଇଠି ଖୋଜୁଛନ୍ତି ବନ୍ଧୁବାନ୍ଧବ ଖୋଜୁଛନ୍ତି କିଛି ଦିନ ପରେ ବନ୍ଧୁବାନ୍ଧବ ସବୁ ନୂତନ ବନ୍ଧୁ କରିବେ। ହଁ କଣ ଗଲା ହଁ ଖଣ୍ଡି ଦେ ଖଣ୍ଡି କର ଇନ୍ଦର କାଶୀ ଖଣ୍ଡିରେ ଖଣ୍ଡି କର ଇନ୍ଦର କାଠି ସୁଗାର ବାନ୍ତି ଆରେ ଖାଉନ ଧିରେ ସାନ ସୁଗାର ବାନ୍ତିରେ ସୁଗାଳ ବାନ୍ତି ପଲଙ୍କେ ମନ ଏ ଡାଳେ ହରି ଭାଇ ଏ ହେଉଛି ମିଛ ମାୟା ସଂସାର କେହି ନୁହେଁ କାହାର ପ୍ରକୃତି ଗତରେ ବାପା ମା ବୋଲି କହୁଛୁ। ଆରେ ଗଲେଣି ତ ସଙ୍ଗରୁ ଜନି ତ ସଙ୍ଗରୁ ଏତେ କରନ ଆରେ ଗଣ୍ଠିରେ ବାନ୍ଧି ଦେଲେ ଆଜ୍ଞା ଏଇ ଗାଁରୁ କେତେ ମହତଜନ ଲୋକ ଚାଲିଗଲେଣି। ହଁ
ଆଜ୍ଞା କେହି ଗଣ୍ଠିଲି ବୁଲିକି ଧନ ନେଇଛନ୍ତି କିଛି ନାହିଁ। ସାଧାରଣ ବାହାରକୁ ଯଦି ଗିନାଟେ ଦିଆହଉଛି ବହୁ ପିଲାମାନେ କହୁଛନ୍ତି ନାଇଁ ମ ତାକୁ ପଇସା ଦେଇଦିଅ। ନୂଆ ଗିନାଟେ ମୁଁ ଗାଁକୁ ଆଣିଛି। ମୁଁ ଦେବି ନାହିଁ। ନା ନା ତେଣୁ ହେଲା କଣ ଘର ଘରଣୀ ଦେହ ପୀଡ଼ା ଉଠିବା ଘର ଘରଣୀ ଦେହ ପୀଡ଼ା ଉଠିବ। ଆରେ କେନିବା କୁଟୁମ୍ବା ଭରିବାରା ସୁଧ ହୋଇବା ସୁଧ ହୋଇବ ଭଲା ସୁଧ ହୋଇବ ରେ ସୁଧ ହୋଇବା। ହରି ଭାଇ ଘରର ଘରଣୀ କି ସ୍ତ୍ରୀ ଯଦି ସ୍ୱାମୀ ଚାଲି ଯାଇଥିବ ସେ କେଜାଣି ଘରରେ ତାର ପ୍ରେତାତ୍ମା ପ୍ରବେଶ କରିବ ବୋଲି ଇଏ ଗୁଣିଆଙ୍କ ପାଖକୁ ଯାଇ ଇଞ୍ଚିଏ ଦି ଇଞ୍ଚିଆ କିରୋସିନି କଣ୍ଟା ମନ୍ତୁରେଇକିରି ଆଣିକିରି ଆଜ୍ଞା ସେ କରିବ କଣ ଦୁଆର ବରଣ୍ଡାରେ ମାରିଦବା ବାରିଦବ ଏରଣ୍ଡି ବନ୍ଧରେ ବାଡ଼େଇ ଦବ ଘର ଏରଣ୍ଡି ବନ୍ଧରେ ବାଡ଼େଇ ଦବ। କେଜାଣି ପଳେଇ ଆସିବ ରାତିରେ କେଜାଣି। ସ୍ୱାମୀ ସ୍ତ୍ରୀ କି ପ୍ରକାର ଦାମ୍ପତ୍ୟ ଜୀବନରେ ଚଳୁଥିଲେ ମରିଗଲା ପରେ କେହି ନୁହନ୍ତି। ସିଏ ମାସେ ଯାକେ କାନ୍ଦିବ ଯେମିତି ଭତ୍ତା। ଘର ଘରଣୀ ଦେହ ପୀଡ଼ା ଉଠିବା ଆରେ ଘର ଘରଣୀ ଦେହ ପୀଡ଼ା ଉଠିବ। କେନିବା କୁଟୁମ୍ବା ସୁଧ ଭରିବାରା ସୁଧ ହୋଇବ ସୁଧ ହୋଇବ ଭଲା ସୁଧ ହୋଇବା ସୁଧ ହୋଇବା। ଆନନ୍ଦରେ ଗୋଟିଏ ବୁଢା ତା ପୁଅକୁ କହୁଛି କଫ ବାତ ପିତ ଶ୍ଲେଷ୍ମା ଆସିକି ପହଞ୍ଚିଗଲାଣି। ସେ କହୁଛି ବାପାରେ ମୁଁ ବିପଦ କହୁଛି ତୁ ଶୁଣେ ମନେ ରଖିଥା ଏଟାକୁ ତୋ ବୋଉକୁ କହିବି ମାଆକୁ। କହିଲା ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ ଗଡ଼ିଲାଣି ବେଳ ଭଲା ଗଡ଼ିଲାଣି ବେଳ ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ ଗଡ଼ିଲାଣି ବେଳ ଭଲା ଗଡ଼ିଲାଣି ବେଳ ଅଚାର କପୁରିଲା ଧନ ନପକା ଚାଉଳ ନପକା ଚାଉଳ ଭଲା ନପକା ଚାଉଳ ଡାକିଲାଣି ଧନ ଦେଖ ଦୂରେ ମତେ କାଳ ଡାକିଲାଣି ଧନ ମୋତେ ଦୂରେ ଦେଖାଉ ଧୋଇତେ ନେଇ ଗାଁ ମୁଣ୍ଡ ମଶାଣିର କୋଳ ମଶାଣିର କୋଳ ଏବେ ମଶାଣିର କୋଳ କହିଲା ମତେ ଗାଁ ମୁଣ୍ଡ ମଶାଣି ଡାକିଲାଣି ଆଜ୍ଞା ଘଡ଼ ଘଡ଼ ହେଲାଣି କଣ୍ଠ ଆସିକି ପହଞ୍ଚିଗଲାଣି ମତେ ଗାଁ ମୁଣ୍ଡ ମଶାଣି ଡାକିଲାଣି। କହିଲା ଦୀପ ଗଲା ବେଳେ ତାକୁ କହିଦେଲେ ତୁଳସୀ ମୁଣ୍ଡ ପାଖେ ପଢୁଥିବୁ ଭାଗବତ ପୋଥି ମୋର ମରିବା ପୂର୍ବରୁ ଟିକେ ମାହାର୍ଦ ପାଣି ଟିକେ ଦେଇଦବ ତାପରେ କରିବ କଣ ମୋ ନାତି ନାତୁଣୀକି କହିଦବ ଭାଗବତ ପୋଥି ଟିକେ ମୋ କର୍ଣ୍ଣ ବିଳରେ ସ୍ପର୍ଶ କରିଦବ କରିବ କରିବ। କହିଲା ଉତ୍ତମ ବ୍ରାହ୍ମଣ ଡାକି କରି ପାଦ ପୂଜା ଉତ୍ତମ ବ୍ରାହ୍ମଣ ଡାକି କରିବ ତ ପୂଜା କରିଦେବୁ ଦଶ ଦାନ କଟିଯିବ ସଦା କରିଦେବୁ ଦଶ ଦାନ କଟିଯିବ ଦଶା କେତେବେଳକୁ ଇଏ କଲୁ ହେଲାନି ବୋଲି କହିଲା ଉତ୍ତମ ବ୍ରାହ୍ମଣ ଡାକି କରି ପାଦ ପୂଜା ଉତ୍ତମ ବ୍ରାହ୍ମଣ ଡାକି କରିଦେବେ ପୂଜା କରିଦେବୁ ଦଶ ଦାନ କଟିଯିବ ସଦା କଟିଯିବ ଦଶା ଭଲା କଟିଯିବ ଦଶା ବୁଝାଇ କହି ବୁଝାଇବା କୁଟହର ବୁଝାଇ କହି ବୁଝାଇ ମାକୁ ବାପାରେ ଯେତେବେଳେ ମୁଁ ମରିଯିବି ତୁ କରିବୁ କଣ ମାଲ ଭାଇ ମାନଙ୍କୁ କୁଟୁମ୍ବ ମାନଙ୍କୁ ଡାକିକି ନେଇକି ମୋ ଶବ ସତ୍କାର କରିକି ଆଣିବୁ ତାପରେ ଶବ ସତ୍କାର କରିକି ଆସିଲା ପରେ କରିବୁ କଣ ହେଲା କୁଟୁମ୍ବ ମାନଙ୍କୁ ଦେବୁ ଅଭଡ଼ା ପଖାଳ କୁଟୁମ୍ବ ମାନଙ୍କୁ ଦେବୁ ଅଭଡ଼ା ପଖାଳ କାଳିଆ ଗୁଣ ଗାଇବ ଏ ହୁତହୁ ଫଳ କାଳିଆ ଗୁଣ ଗାଇବ ଏ ହାତହୁ ଫଳ ବୁଝାଇ କହି ବୁଝାଇବା କୁଟହର ବୁଝାଇ
নজন করিব প্রস্থান প্রস্থান বেড়ে মোহর আপত্তি ঘেন আপত্তি ঘেন ହେଲା আপত্তি ঘেন ভাই ମାନଙ୍କୁ মোহর ଏହି নিবেদন ଏ ଭାଇମାନଙ୍କୁ ମୋର ଏହି ନିବେଦନ ଏକ ସ୍ୱରେ ହରିବଲ କର ତାରି ଜାଣ ଏକ ସ୍ୱରେ ହରିବୋଲ କରତାଳି ଜାଣ ମାଉସୀଙ୍କି ପରା ଏହି ନିବେଦନ ମାଉସୀକି ମୋର ଏହି ନିବେଦନ ହୁଳ ହୁଳି ଚାଳି ଦେବ ମୋ ମାଉସୀ ଗଣ ହୁଳ ହୁଳି ଚାଲି ଦେବ ମୋ ମାଉସୀ ଜାଣ ହରିବୋଲ ହୁଳ ହୁଳି ଏକ ସ୍ୱରେ ଥିବ ହରିବୋଲ ହୁଳ ହୁଳି ଏକ ସ୍ୱରେ ଥିବ ଏହି ବେତ ଆଜଠାରୁ ଗାତ ଶବ୍ଦ ହେବ ଏହି ପ୍ରେତ ଆଜଠାରୁ ବୈକୁଣ୍ଠକୁ ଯିବ ଏହି ବେତ ଆଜଠାରୁ ସ୍ୱର୍ଗେ ଚଳିଯିବ ଏହି ଠାରୁ ଆଜ ପ୍ରେତ ସ୍ୱର୍ଗେ ଚାଲିଯିବ ହେଉ ହେଲେ ଆମ୍ଭେ କରିଲେ କୀର୍ତ୍ତନ ଯାହା ହେଉ ଏବେ ଆମ୍ଭେ କରିଲେ କୀର୍ତ୍ତନ ସୁଧ ସୁଧ କୁମାର କରିବେ ମାର୍ଜନ ସୁଧ ସୁଧ କୁମାର କରିବେ ମାର୍ଜନ ଆନନ୍ଦ ତୁ ଗୋଟେ ଗୀତ ପଢେ ସମସ୍ତଙ୍କର ଆଟ୍ରାକ୍ସନ ହଉଛି ତୁ ଗୋଟେ ପଢେ ଭାଇ ଗୋଟେ ବୋଲି